ଦେଖ ଜଣେ ରିସେଣ୍ଟଲି ମେସେଜ୍ କରିଥିଲେ କି ସାର୍ ମୋତେ କ୍ଷମା କରିବେ, ଆପଣଙ୍କଠୁ ଜଏନ୍ ହୋଇ ଭୁଲ କଲି, 2 ବର୍ଷ ହେଲା ପିଜି ପାଇପାରୁନି, ଅନ୍ୟ ଏକ ଜାଗାରୁ ପଢ଼ି କ'ଣ କରିବି ବର୍ତ୍ତମାନ। ଆପଣଙ୍କ ଫିଜ୍ଠୁ ସେଠି କମ୍ ବୋଲି ମୁଁ ପଳେଇଥିଲି। ଆଉ ବୁଝୁଛି ଆପଣଙ୍କଠୁ ଡାଉଟ୍, କିନ୍ତୁ ଜଏନ୍ ହେଉଛି ଅନ୍ୟ ଆଡ଼େ। ଗଡ଼୍ ମୋତେ ଏହି ଶାସ୍ତି ଦେଲେ। 1400 ର୍ୟାଙ୍କ CPT 24, 2580 ର୍ୟାଙ୍କ CPT 25ରେ ଆସିଲା। ଠିକ୍ ଅଛି, ଦେଖ ତୁମର ବୁଝିବ, ଡାଉଟ୍ ବୁଝିପାରିବ। ମୁଁ ସବୁ ପିଲାଙ୍କୁ ରିପ୍ଲାଏ କରିଦିଏ। ଠିକ୍ ଅଛି, କୌଣସି ମନରେ ଗର୍ବ ଅହଙ୍କାର ରଖିବା କି ସେମିତି ରିପ୍ଲାଏ ନଦେବା, ସେମିତି କିଛି ମୋର ଉଦ୍ଦେଶ୍ୟ ନଥାଏ। ମୁଁ ସବୁ ପିଲାଙ୍କୁ ରିପ୍ଲାଏ ଦେଇଥାଏ। କିନ୍ତୁ ତୁମେ ଯେଉଁଠି ବି ପଢ଼ିବ ତ ସେମାନେ ତୁମକୁ କେତେ ସପୋର୍ଟ କରୁଛନ୍ତି ସେଇଟା ଡିପେଣ୍ଡ କରେ। ଆଉ ଗୋଟେ କଥା, ତୁମର ହେଉଛି ମେଟେରିଆଲ୍ ସେମିତି ମିଳିବା ଦରକାର। ଆମର ଯେମିତି ଅଲ୍ ଓଡ଼ିଶାରେ CPT ପାଇଁ ସବୁ ଅନର୍ସର ଟେଷ୍ଟ ସିରିଜ୍ ପ୍ରୋଭାଇଡ଼ କରାହେଉଛି। OCS ପାଇଁ ରଞ୍ଜନ ଆପ୍, PG ପାଇଁ ନମ୍ବର 1 ଆପ୍। ତ ସେ ଅନୁସାରେ ଏଠି ଆମର ବହୁତ ସାରା ପିଲା ପ୍ରତିବର୍ଷ ପଢ଼ୁଛନ୍ତି। ଠିକ୍ ଅଛି, 50-60 ହଜାର ପିଲା ଯଦି ଏଣ୍ଟ୍ରାନ୍ସ ଦେଉଛନ୍ତି, ମିନିମମ୍ 50% ପିଲା 30K ପାଖାପାଖି, 30,000 ପାଖାପାଖି ପିଲା ଆମର ଟେଷ୍ଟ ସିରିଜ୍ ଗାଇଡ଼ାନ୍ସ ପ୍ରୋଗ୍ରାମ୍ ନେଇକି ସବୁ ପଢ଼ୁଛନ୍ତି। ତ ସେ ଅନୁସାରେ ଆପଣମାନେ ବିନା ଟେନସନ୍ରେ ପଢ଼ିପାରିବେ। ମୋତେ ହ୍ୱାଟ୍ସଅପ୍ କରିକି ଟେଷ୍ଟ ସିରିଜ୍ ନେଇକି। ଆଉ ଗୋଟେ କଥା ହେଲା, ଆମର ଟାଇମ୍ ଟୁ ଟାଇମ୍ ରିପ୍ଲାଏ ତୁମମାନଙ୍କୁ ମିଳିଯାଏ। ଯାହା ଆଉ କ୍ୱାଲିଟି ମେଟେରିଆଲ୍ ରହୁଛି, ଯେଉଁଟାକି ତୁମର ଯେଉଁ ବି ଅନର୍ସ ରହୁଛି ସେଇ ଅନର୍ସର ଭଲ ଭଲ ସାର୍ ମ୍ୟାମ୍ ମାନଙ୍କୁ ସବୁ ରଖାହେଉଛି, ଯାହାଦ୍ୱାରା ସେମାନେ ଟେଷ୍ଟ ସିରିଜ୍ ଗୁଡ଼ା ଭଲସେ ଦେଉଛନ୍ତି। ଯାହାଦ୍ୱାରା କି ପିଲାମାନଙ୍କର କ'ଣ ହେଉଛି ନା ଗୋଟେ ଇମ୍ପ୍ରୁଭମେଣ୍ଟ ଆସୁଛି। ଯାହା +3 ପଢ଼ିଥିଲେ ସେସବୁ ରିଭାଇଜ୍ ହେଉଛି। 3 ବର୍ଷର ପାଠ ଭଲ ଭାବରେ ରିକଲ୍ ହୋଇଯିବ। ତା ସହିତ ବହୁତ ସାରା ଏକ୍ସଟ୍ରା ନଲେଜ୍ ମଧ୍ୟ ଗେନ୍ ହେବ, ଯାହାଦ୍ୱାରା ସେମାନେ ଏଣ୍ଟ୍ରାନ୍ସ କ୍ଲିୟର କରିପାରିବେ ଇଜିଲି। ତ ସେ ଅନୁସାରେ ଆଉ କିଛି ହେଉଛି ଲେଟ୍ ନ କରିକି, ଯେଉଁମାନେ ବି ନୂଆ ଆସୁଛ, ଜଏନ୍ କରୁନ, ଠିକ୍ ଅଛି, ବୁଝୁଛ, ପଢ଼ଉଛ, ସମସ୍ତେ ଜଏନ୍ ହେଇକି ଏବେଠୁ ପଢ଼ାପଢ଼ି ଷ୍ଟାର୍ଟ କର। ନହେଲେ ଏଇ ଟାଇପ୍ର ହଇରାଣ ହେବେ। ଠିକ୍ ଅଛି, କେଉଁଠି 150ର ଫରକ ରହିବ। ଠିକ୍ ଅଛି, ଅନ୍ୟ ଆପ୍ରେ ଆମ ଆପ୍ ଭିତରେ। ଠିକ୍ ଅଛି, ଅନ୍ୟ ଆପ୍ରେ କେଉଁଠି ଜଣେ ଗୋଟେ ଅନର୍ସ ଦେଉଛନ୍ତି, ପିଲା ତାଙ୍କ ଚକରେ ପଳେଇ ଯାଉଛନ୍ତି, କିନ୍ତୁ ତାର ପରବର୍ତ୍ତୀ ସମୟରେ ଏଇ ଟାଇପ୍ର ହଇରାଣ ହେଉଛନ୍ତି। ତ ରହିଲି, ନମସ୍କାର, ଜୟ ଜଗନ୍ନାଥ। ଦେଖା ହେବ ଆଗାମୀ ଭିଡ଼ିଓରେ ନୂଆ ଇନଫର୍ମେସନ୍ ସହିତ।